ଲର୍ଡସ୍ ଟେଷ୍ଟ ହେଲା ରୋମାଞ୍ଚକ। ଭାରତ ଇଂଲଣ୍ଡ ସ୍କୋର ହେଲା ବରାବର। ମ୍ୟାଚ୍ ହେବ ଡ୍ର। ଭାରତର 11 ରନରେ ଗଲା 4 ୱିକେଟ୍। ହଁ ଦର୍ଶକ ବନ୍ଧୁ, ଲର୍ଡସ୍ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ଭାରତ 387 ରନରେ ଅଲଆଉଟ୍ ହୋଇଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 387 ରନରେ ଅଲଆଉଟ୍ ହୋଇଥିଲା, ଯାହାଫଳରେ କି ଉଭୟଙ୍କ ସ୍କୋର ବରାବର ହୋଇଛି। ଇଂଲଣ୍ଡ ତୃତୀୟ ଦିନରେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ଗୋଟିଏ ଓଭର ଖେଳି 2 ରନରେ ଲିଡ୍ ଦେଇଛି ଭାରତକୁ। ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି। ଭାରତ ପ୍ରଥମ ଇନିଂସ ବ୍ୟାଟିଂ କରି ଯଶସ୍ୱୀ ଜୟସୱାଲ 13, କେଏଲ୍ ରାହୁଲ 100, କରୁଣ ନାୟାର 40, ଗିଲ୍ 16, ରିଷଭ ପନ୍ତ 74, ଜାଡେଜା 72, ନୀତିଶ ରେଡ୍ଡି 30, ୱାଶିଂଟନ ସୁନ୍ଦର 23 ରନ୍ କରିଥିଲେ ବି ଭାରତ ଶେଷ 4 ୱିକେଟ୍ ମାତ୍ର 11 ରନରେ ଆଉଟ୍ ହୋଇଥିଲେ। ଫ୍ୟାନ୍ସଙ୍କୁ ଏଇଟା ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା। ଭାରତ ବ୍ୟାଟିଂ ଦେଖି ଲାଗୁଥିଲା କି ଭାରତ ଇଂଲଣ୍ଡର 387 ରନକୁ ଟପି ଭାରତ କିଛି ଲିଡ୍ ଦେବ, ହେଲେ ସେମିତି କିଛି ହେଲା ନାହିଁ। ପ୍ରଥମ ଇନିଂସରେ 387 ରନ୍ କରିଥିବା ଇଂଲଣ୍ଡ ସ୍କୋରକୁ ପିଛା କରି ଭାରତ ମାତ୍ର 387 ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡର ବୋଲିଂରେ କ୍ରିସ୍ ଓକ୍ସ 3, ଜୋଫ୍ରା ଆର୍ଚର 2, ବ୍ରାଣ୍ଡନ୍ କ୍ରାସ୍ 1, ବେନ୍ ଷ୍ଟୋକ୍ସ 2ଟା, ଶୋଏବ ବାନଶିର୍ 1 ୱିକେଟ୍ ନେଇଥିଲେ ଓ ରିଷଭ ପନ୍ତ ରନ୍ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସ ବ୍ୟାଟିଂ କରି ଭାରତ କେଏଲ୍ ରାହୁଲ ଶତକ କରିଥିଲେ। ପୂର୍ବରୁ ଇଂଲଣ୍ଡର ପ୍ରଥମ ଇନିଂସ ବ୍ୟାଟିଂ କରିଥିଲା ବେଳେ ଜସପ୍ରୀତ ବୁମରା 5ଟି ୱିକେଟ୍ ନେଇଥିଲେ। ଆଜି ଇଂଲଣ୍ଡ ଚତୁର୍ଥ ଦିନ ଖେଳ ବ୍ୟାଟିଂ ଜାରି ରଖିବ।